ସାତଟା ବେଳେ ବାହାରି କରଛି ରାସ୍ତା ଜାମ୍ ହୋଇଛି, ଜାମ୍କୁ ଅତିକ୍ରମ କରିଛି ଆମ ଗଣରେ ଉପସ୍ଥିତ ରହିଛନ୍ତି। ଆଉ ଜଣେ ବ୍ୟକ୍ତି ମଧ୍ୟ ଆମ ଗଣରେ ଉପସ୍ଥିତ ରହିଛନ୍ତି। ଯେତେବେଳେ ଯୋଉ ଭଳିଆ ଅବସ୍ଥାରେ ତାଙ୍କୁ କିଛି ପରାମର୍ଶ ମାଗିଲେ ସେ ଆସନ୍ତି। ଦୀର୍ଘ ଅସୁସ୍ଥତା ଦେଖିଛ କାହାକୁ ମତେ ନା ନା ମୋ ନାଁ କଣ କୁହନା? ଆରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ମୋ ନାଁ କଣ କୁହନା? ଅନୁରୋଧ କରିବି ସେ ତାଙ୍କର ବକ୍ତବ୍ୟ ଭାବେ ତାଙ୍କ ଶୈଳୀରେ ସେଠି ମାଧ୍ୟମରେ ଉପସ୍ଥାପନ କରିବେ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ ଯେମିତିକି ଜାଣିଛନ୍ତି ମୁଁ ଗୋଟେ ଛୋଟ ମକା ଦୋକାନୀଟିଏ। ସାଙ୍ଗମାନେ ଆପଣମାନେ ତ ଆଜ୍ଞା ସବୁବେଳେ ମୋ ପରିବାରକୁ ବହୁ ମାତ୍ରାରେ ଭଲ ପାଆନ୍ତି, କିନ୍ତୁ ସେଇଟା ଆଜ୍ଞା ମୁଁ ଜାଣିଛି ଗୀତା ଯେହେତୁ ଜାଣିନାହିଁ ସେ ସବୁବେଳେ ବିଶ୍ୱାସ କରେନି ଯେ ଆପଣମାନେ ଏତେ ସାରା ଭଲ ପାଇବା ଦିଅନ୍ତି ବୋଲି। ଆଜି ହଉଛି ଆମେ ପ୍ରଥମ ଥର ପାଇଁ ଆମେ ଯାଉଛୁ ଗୀତା ମୁଁ ଏକା ସାଥିରେ ହଉଛି ଯାଉଛୁ ଆମେ ହଉଛୁ ସେ ମେଳା ହଉଛି ବୁଲିବା ପାଇଁ। ଗୀତା ପୁରା ନର୍ଭସ ହେଇଗଲାଣି। ତତେ କେତେ ଲାଗୁଛି ଗୀତା? କେତେ ସାରା ଭାଇ ଭଉଣୀ ମାନେ ତତେ ଦେଖାହେବେ? ମୋ ସହିତ ଦେଖାହେବେନି, ତମ ସହିତ ଦେଖାହେବେ। ମୋ ସହିତ ମୁଁ ତ ରହିବିନି, ମୁଁ କେବଳ ତତେ ଯେଉଁମାନେ ଭଲ ପାଉଛନ୍ତି, ମତେ ତ ସବୁବେଳେ ମୋ ଭାଇ ଭଉଣୀ ମାନେ ଭଲ ପାଉଛନ୍ତି। ମୁଁ ଯେହେତୁ ଚାରିଆଡେ ହଉଛି ବୁଲାବୁଲି ହେରିକା କରେ। ମତେ କାହିଁ ଲାଗୁନାହିଁ ତମକୁ ବହୁତ ଦେଖାହେବେ। ହଉ ଦେଖିବା। ବର୍ତ୍ତମାନ ଆମେ ଅଛୁ ଡିଆରଡିଓ ରୋଡ, ନୂଆ ଡିଆରଡିଓ ରୋଡ। ତ ଏଇ ଡିଆରଡିଓ ପାଖାପାଖି ହଉଛି ଗୋଟେ ମେଳା ହଉଛି, ତ ବର୍ତ୍ତମାନ ସେଇ ମେଳାକୁ ଯିବା। ତ ଆଜି ଜଣା ପଡିବ ଆପଣ ମାନେ କେତେ ମାତ୍ରାରେ ଆଜ୍ଞା ଆମକୁ ଭଲ ପାଉଛନ୍ତି। ଆଜି ହଉଛି ସେଇଟା ଆପଣ ମାନେ ପ୍ରମାଣ କରେଇଦେବେ। ମୁଁ ତ ଆଜ୍ଞା ବିଶ୍ୱାସ ଅଛି କିନ୍ତୁ ଗୀତାର ବିଶ୍ୱାସ ନାହିଁ। ହଉ ଦେଖିଆ ଚାଲ। ପ୍ରଥମ ଆଜ୍ଞା ମେଳା ପଶୁ ପଶୁ ଗୀତାଙ୍କର ହଉଛି ପ୍ରଥମ ହଉଛି ଆମ ଦିଦି ସାର୍ ହେରିକା ଆଗେ ଚିହ୍ନା ହେଇଗଲେ। ମେଳାର ଦେଖନ୍ତୁ କିନ୍ତୁ ବହୁତ ସାରା ଭିଡ଼, ଆମ ଦିଦି ହେରିକା କାହାକୁ ଚିହ୍ନି ପାରିଲେ। ଆଜ୍ଞା ଆରେ ଏଇ ଆମ କୁନି ଝିଅ ଆସିଲେଣି। ଭଲ ଅଛ? ଏଇ ଆମେ ପିଲା ହଉଛି ବହୁତ ଆମର ଗୋଟେ ନିଜ ପିଲାଟେ। ଆଙ୍କର ଗୀତା କେ କ୍ଲାସ୍ ହେଇଥିବ କୁହନି, ଏଇଠିକି ଆସ ତମେ। ଗୀତା ନା ଗୋଟେ ଗୀତା ଆଙ୍କୁ ଦେଖିକି ତମେ ମତେ କୁହ କେ କ୍ଲାସ୍ ତାଙ୍କର ହେଇଥିବ ଭାଇଙ୍କର। ଗୀତା ବି ପୁରା ସକ୍। ମୁଁ କହିନି ବା କେ କ୍ଲାସ୍ କହୁନ କୁହ। ଚତୁର୍ଥ ନହେଲେ ତୃତୀୟ ହେଇଯିବ। କଲେଜ +2 ଫାର୍ଷ୍ଟ ଇୟର ବା ମୋ ସାନ ଭାଇର। ଗୀତା କହୁଛି ଆମର ଚତୁର୍ଥ କି ପଞ୍ଚମ। ଭଲ ଅଛ ନା? ମୋ ଭାଇ ଆଜି ବହୁତ କଷ୍ଟ କରୁଛି। ମୋ ଭାଇ ମାନେ ଯେମିତି ଦେଖିବେ ଆରେ ଭଲ ଅଛ? ଆରେ ଆମ କୁନି କୁନି ଛୁଆ ମାନେ ଦେଖନ୍ତୁ ସମସ୍ତେ ଦେଖିକି ଯେହେତୁ ଜାଣିପାରିଲେ। ଆରେ ଏଇ କଣ ପଢୁଛ କଣ ତମର କେ କ୍ଲାସ୍ ହେଲା ସବୁ? ଆରେ ଆରେ ଦେଖନ୍ତୁ ଆମ ଛୁଆ ମାନେ ସମସ୍ତେ ବହୁତ ଦୂରରୁ ରହି ମଧ୍ୟ ହଷ୍ଟେଲରେ ରହିକି ବି ଯାଉଛି ବହୁତ ସାରା ଚିହ୍ନି ପାରିଲେ। ତମର ତମ ନାଁ କଣ? ଆଉ ଘରେ କେଉଁଠି? ଆରେ ଏଇ ବାଲେଶ୍ୱରରେ। ଆରେ ମୁଁ ଦେଖନ୍ତୁ ଆଜ୍ଞା ଦେଖିଛ କାହାକୁ? ମତେ ନା ନା ମୋ ନାଁ କଣ କୁହନା? ଆରେ ଆରେ ତାଙ୍କ ଛୁଆକୁ ନେଇକି ପଳେଇ ଆସ। ତମ ଛୁଆକୁ ନେଇକି ଆମେ ପଳେଇ ଯାଉଛୁ। କାଇଁ ଚାଲ। ପୁଣି ଆଉ ଥରେ ଗୀତାଙ୍କର ଆଉ ଜଣେ ହଉଛୁ ନୂଆ ସବସ୍କ୍ରାଇବର ଦେଖା ହେଇଗଲା। ତାଙ୍କୁ ବହୁତ ସାରା ଯିଏ ଭଲ ପାଆନ୍ତି। ଏଇ ତମେ ବୋଧେ ଫାର୍ଷ୍ଟ ଟାଇମ୍ ଆମକୁ ଦେଖିଲ?
ଆଗରୁ ଦେଖିଥିଲ ଆଗରୁ ଦେଖିନି ଆଙ୍କୁ ଦେଖିଥିଲ ନା ଆଗରୁ ହଁ ଭିଡିଓର ମାନେ ରିଅଲ କେବେ ଦେଖିନଥିଲ ରୁନି ଦୋକାନ ପାଖରେ ଦେଖିଛନ୍ତି ଆମ ଘର ନା ନା ମତେ ଦେଖିଛନ୍ତି ହଁ। ମତେ ତ ମାପି ହେଇଛି ଆମ ନିଜ ପିଲା ଯାଇଥିଲ ନା ନା ଆମର ଆଗରୁ ଦେଖିନି ଭିଡିଓ ଦେଖିଛି ଆଜି ଫାଷ୍ଟ ଟାଇମ୍ ହେଇ ଦେଖନ୍ତୁ ଆଜି ଫାଷ୍ଟ ଟାଇମ୍ ପାଇଁ ହଉଛି ଗୀତାକୁ କେତେ ଜଣ ଲୋକ ହଉଛି ଦେଖୁଛନ୍ତି ସାତଟା ବେଳେ ବାହାରିଛନ୍ତି ରାସ୍ତା ଜାମ୍ ହୋଇଛି ଜାମ୍କୁ ଅତିକ୍ରମ କରିছে ଆମ ଗଣର ଉପସ୍ଥିତ ରହିଛନ୍ତି ଆଉ ଜଣେ ବ୍ୟକ୍ତି ମଧ୍ୟ ଆମ ଗଣର ଉପସ୍ଥିତ ରହିଛନ୍ତି ଯେତେବେଳେ ଯୋଉ ଭଳିଆ ଅବସ୍ଥାରେ ତାଙ୍କୁ କିଛି ପରାମର୍ଶ ମାଗିଲେ ସେ ଆସନ୍ତି ଦୀର୍ଘ ଅସୁସ୍ଥତା ସତ୍ତ୍ୱେ ତାଙ୍କ ସହିତ ଆମର ଯୋଉ ସମ୍ପର୍କ ଅନ୍ତତଃ ବ୍ୟକ୍ତିଗତ ଭାବରେ ଯେତିକି ଏବଂ ତାର ବସିଛନ୍ତି ମୁଁ ତାକୁ ଅନୁରୋଧ କରୁଛି ଦୁଇ ଜଣ ଯାକ ଅଛନ୍ତି ସେ ପ୍ୟାକେଟକୁ ମଡ଼େଇ ତାକୁ ଲୋକାର୍ପଣ କରିବା ସନ୍ଧ୍ୟାରେ ଆମକୁ ସହଯୋଗ କରିବା ହେବ ତାର ପୁଣି ଆଉ ଜଣେ କିଏ ପୁଣି ଆମର ଚିହ୍ନା ଲୋକ ହେଇଗଲେ ଜାଣି ରହୁ ଆଗାମୀ ଦିନ ନିଶ୍ଚିତ ଭାବରେ ଅଧିକରୁ ଅଧିକ ବିକାଶ ଦେବା ପାଇଁ ଦେଖିବା ପାଇଁ ଆମେ ନିଶ୍ଚିତ ଭାବରେ ସୁଯୋଗ ପାଇବୁ କ୍ଷମା କରିବେ ମୋର ଟିକେ ବାର୍ତ୍ତା ମଧ୍ୟ ସେଥିରେ ଉତ୍ସାହର ବାର୍ତ୍ତା ଡିଜିଟାଲ ବୁକ୍ସରେ ଆମ କର୍ମକର୍ତ୍ତାଙ୍କୁ ଅନୁରୋଧ କରୁଛି ଡିଜିଟାଲ ବୁକ୍ସ ଆଣିଦେବେ ଏବଂ ଆସନ୍ତୁ ଆଡଭୋକେଟ୍ ସତ୍ୟେନ୍ଦ୍ରଙ୍କୁ ଅନୁରୋଧ କରିବି ସେ ତାଙ୍କର ବକ୍ତବ୍ୟ ଭାବେ ତାଙ୍କ ଶୈଳୀରେ ସେଠି ମାଧ୍ୟମରେ ଉପସ୍ଥାପନ କରିବେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ମୁଁ ପ୍ରଥମେ କହିବି ଆମକୁ ଭଗବାନ ହାତ ଦେଇଛନ୍ତି କର୍ମର ହାତ ଯଦି ସେ ହାତ ନୁହେଁ ନ ମାରିବା ତାରି ସେ ମୁଖ ନୁହେଁ ଯଦି ଦାଦା ହୁଳହୁଳି ଥରେ ଜଣେ ସନ୍ଥ କହିଥିଲେ ଯଦି ତମ ଘରକୁ କେହି ଅତିଥି ଆସୁଛନ୍ତି ତାଙ୍କର ସାନ ବଡ଼କୁ ହାରି ରହେ ଯିଏ ସେଇ ତଳକୁ ତେଣୁ ଦର୍ଶକ ହେଲେ ସବୁଠୁ ବଡ଼ ଯିଏ ଉପସ୍ଥିତ ଅଛନ୍ତି ମଞ୍ଚାସୀନଙ୍କ ଠାରୁ ଯିଏ କାର୍ଯ୍ୟକ୍ରମ ସ୍ରଷ୍ଟା ଏବଂ ଏ ମାଟିର ଜଣେ ସଫଳ ସ୍ଥପତି ସେ ଆଉ କେହି ଅଶୋକ ସେନାପତି ମହୋଦୟ ଭାଇଙ୍କର ବହୁତ ଭଲ ଲାଗେ ତାଙ୍କ ଭିଡିଓ ତାଙ୍କ ସବୁଠୁ ଆହୁରି ଭଲ ଲାଗେ ତାଙ୍କ ୱାଇଫଙ୍କ ସହିତ ସେ ଭିଡିଓ ହେଇଗଲା ସେଇଥିପାଇଁ ସେ ପଳେଇଲେ ମାନେ ଏଇଠି ଥିଲେ ସେ ସେଇଠି ଥିଲେ ବହୁତ ସମୟ ଭିଡିଓ ଆଉ ଗୀତା ଦିଦି ଟିକେ ଥିଲେ ଭାଇଙ୍କ ସହିତ ଆମକୁ ଆଉ ଟିକେ ଭଲ ଲାଗିଥାନ୍ତା ସବୁଠାରୁ ଦୋକାନ ଫାଙ୍କା ହେଇକି ଯିବେ ସେତେବେଳେ ସେ ଦେଖିନେବେ ତ ବର୍ତ୍ତମାନ ଆମେ ଆସିକି ନାନୀଙ୍କ ଘରେ ପହଞ୍ଚି ଯାଇଛୁ ତ ବର୍ତ୍ତମାନ ଆମେ ଘରକୁ ବାହାରିବା ଗୀତା ରହିବା ନା ଆମେ ପଳେଇବା ପଳେଇବା ଚାଲ ସା ଗୀତା ଆମର କିସ ଯାଇଥିଲା ମେଳାରୁ କିସ ନେଇକି ଆସିଛି ଏଇ ସନ୍ଧ୍ୟା ପରେ ତ ସାଙ୍ଗମାନେ ମୁଁ ତ ଆପଣମାନଙ୍କୁ ଆଜ୍ଞା ସବୁବେଳେ ଚାହିଁବେ ଆପଣମାନେ ଏଇଭଳିଆ ଆଜ୍ଞା ଭଲ ପାଇବା ଦିଅନ୍ତୁ ଯେତେବେଳେ ଆଜ୍ଞା ଆଗକୁ ଗଲେ ବି ଆପଣମାନଙ୍କ ସହିତ ସେଇ ଭଲ ପାଇବା ଆଜ୍ଞା ରହିବ ତ ଯେଉଁ ଭାଇ ଭଉଣୀମାନେ ଆଜ୍ଞା ନୂଆ କରି ଭିଡ଼ିଓ ଦେଖୁଛନ୍ତି ମୁଁ ଆଜ୍ଞା ପୁରା ଥକି ଗଲିଣି ତ ଦୟାକରି ଆଜ୍ଞା ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଆଉ ଭିଡ଼ିଓକୁ ବହୁତ ସାରା ଭଲ ପାଇବା ଦେବେ ରହିଲି ଜୟ ଜଗନ୍ନାଥ ପୁରା ଥକି ଗଲିଣି ଯିବା